ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପ୍ରେମମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯିଶା ପୁସ୍ତକ 53 ଅଧ୍ୟାୟର 5 ପଦରେ ଆମେମାନେ ଏହିପରି ପାଠ କରୁ, ମାତ୍ର ସେ ଆମ୍ଭମାନଙ୍କ ଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଇସ୍ରାଏଲୀୟମାନଙ୍କୁ ଈଶ୍ୱରଙ୍କର ଦତ୍ତ ବ୍ୟବସ୍ଥା ଅନୁସାରେ ଦୋଷୀ ଲୋକଙ୍କୁ କୋରଡ଼ା ପ୍ରହାର ଦ୍ୱାରା ଦଣ୍ଡ ଦିଆଯାଉଥିଲା। ବିଚାରପତି ସମ୍ପୃକ୍ତ ଦୋଷୀକୁ ଉଚ୍ଚ ଜାଗାରେ ଶୁଆଇ ତାହାର ଦୋଷ ଅନୁସାରେ ପ୍ରହାର କରାଉଥିଲେ। ମାତ୍ର କେବଳ 40ଟି ପ୍ରହାର ଦେବାର ବିଧାନ ଥିଲା, ଚତୁର୍ଦ୍ଧ ନୁହେଁ। ତଥାପି ଭୁଲବଶତଃ ଯେପରି 40ରୁ ଉର୍ଦ୍ଧ୍ୱ ପ୍ରହାର ପଡ଼ି ନ ଯାଏ, ଏଥିପାଇଁ ଇସ୍ରାଏଲରେ ସର୍ବାଧିକ 39 ପ୍ରହାର ଦେବାର ପ୍ରଥା ରହିଥିଲା। ଏଠାରେ ଧ୍ୟାନ ଦେବା ଉଚିତ, 40 କିମ୍ବା ଚତୁର୍ଦ୍ଧ ପ୍ରହାର ଦ୍ୱାରା ସମ୍ପୃକ୍ତ ଦୋଷୀର ମୃତ୍ୟୁ ହେବାର ସମ୍ଭାବନା ଥିଲା, ତଥା ସେହିପରି ମୃତ୍ୟୁ ଅପମାନଜନକ ମଧ୍ୟ ଥିଲା। ତଥାପି 39 ପ୍ରହାର ପାଇଁ ସେହି ଦୋଷୀ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚି ଯାଉଥିଲା। ଏହା ବ୍ୟତୀତ କ୍ରୁର ରୋମୀୟ ସାମ୍ରାଜ୍ୟରେ ପ୍ରତ୍ୟେକ ଦଣ୍ଡ ତୀବ୍ରତାର ଚରମ ସୀମାରେ ପହଞ୍ଚୁଥିଲା। ସେମାନଙ୍କର କୋରଡ଼ା ବା ଚାବୁକର ଅଗ୍ରଭାଗରେ ତୀକ୍ଷ୍ଣ ଅସ୍ଥିଖଣ୍ଡ କିମ୍ବା ମୁନିଆ କଣ୍ଟା ବନ୍ଧା ଯାଉଥିଲା। ପ୍ରତ୍ୟେକ ପ୍ରହାରରେ ପିଠି ଉପରେ ଦାଗ ଛାଡ଼ି ଦେଉଥିଲା। ଏହାଛଡ଼ା ସେହି ତୀକ୍ଷ୍ଣ ଅସ୍ଥିଖଣ୍ଡ ବା ଲୁହାଖଣ୍ଡ ପିଠିର ମାଂସ ଭିତରେ ଭେଦି ଯାଉଥିଲା। କ୍ରୁର ରୋମୀ ସୈନ୍ୟ ସେହି କୋରଡ଼ାକୁ ସେହିପରି ଟାଣି ଆଣୁନଥିଲେ, ବରଂ ତାହା ତଳକୁ ଟାଣି ବାହାର କରୁଥିଲେ, ଯଦ୍ୱାରା ପିଠିରେ ଗଭୀର କ୍ଷତ ହେଉଥିଲା। ଏଥିପାଇଁ ଗୀତ ସଂହିତା 129ରେ ଭବିଷ୍ୟତବାଣୀ ରୂପେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହିପରି କହନ୍ତି, କୃଷକମାନେ ମୋ ପୃଷ୍ଠ ଦେଶରେ ହଳ ବୁଲାଇଲେ, ସେମାନେ ଲମ୍ବ ଲମ୍ବ ସିଆର କଲେ। ଆମ ମନରେ ତେଣୁ ପ୍ରଶ୍ନ ଉଙ୍କି ମାରେ ଯେ ପ୍ରଭୁ ଶ୍ରୀଖ୍ରୀଷ୍ଟ ସେମାନଙ୍କ ଦ୍ୱାରା ଏହିପରି ଭୟାନକ କ୍ରୂରତା କାହିଁକି ସହ୍ୟ କଲେ? ହିତୋପଦେଶରେ ଏହିପରି ଲେଖା ଅଛି, କ୍ଷତଜନକ ପ୍ରହାର ମନ୍ଦତା ପରିଷ୍କାର କରେ, ପୁଣି ଦଣ୍ଡାଘାତ ଅନ୍ତରାଳୟରେ ପ୍ରବେଶ କରେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ନିର୍ଦ୍ଦୋଷ ନିଷ୍କଳଙ୍କ ହେଲେ, ତଥାପି ତାହାଙ୍କଠାରେ କୌଣସି ଛଳନା, ଦୁଷ୍ଟତା କି ମନ୍ଦତା କିଛି ହିଁ ନଥିଲା। ଦୁଷ୍ଟତା ତ ଆମେ ମଣିଷମାନେ କରିଅଛୁ, ଆଜି ମଧ୍ୟ କରୁଅଛୁ। ମାତ୍ର ଆମର ଦୁଷ୍ଟତାରେ ଯେପରି ନିବାରଣ ହେବ, ଏଥିପାଇଁ ସେ ସେହି ଭୟାନକ କ୍ଷତଜନକ ପ୍ରହାର ଓ ଶରୀର ଭେଦି କୋରଡ଼ା ମାଡ଼ ସହ୍ୟ କଲେ। ଯଦି କୌଣସି ବ୍ୟକ୍ତି ବିଶ୍ୱାସ କରେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ନିମନ୍ତେ ହିଁ ପ୍ରହାର ସହ୍ୟ କଲେ, ଯାହା ମୋର ପାପ କ୍ଷମା ନିମନ୍ତେ ଥିଲା, ସେତେବେଳେ ସେ ପାପ କ୍ଷମା ପ୍ରାପ୍ତ ହୁଏ ଓ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରିୟ ବନ୍ଧୁ, ଆପଣ ମଧ୍ୟ ଯେପରି ଏହି ଦାନ ପ୍ରାପ୍ତ ହେବେ, ଆପଣଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା।